तो हे गाइस गुड मॉर्निंग वेलकम टू माय न्यू ब्लॉग। आज जल्दी जल्दी उठी 6टारू काम फाम कर 8टा बजलानी 8:30 बहुत थर खाऊँ स्कूल जीव बोली खाଇବା ମୁଁ କରିଥିଲି ମାଛ ଥିଲା ଦିଆହେଇଥିଲା ଗାଁରେ ଯେଉଁ କାଲି ଗୁରୁବାର ଥିଲା ଆହୁରି ଆଣିକି ତରକାରୀ କଲି କଷା ଟାଇପ୍ର କରିଥିଲି। ତ ବୋଉ ଖାଉଛି ଦାନ୍ତ ଘଷିନି କିଛି କରିନି ପର୍ଯ୍ୟନ୍ତ ଏଡ଼ିଟିଂ କଲି ଭିଡ଼ିଓ ଏବେ ଏଡ଼ିଟିଂ କରି ବସି ତାପରେ ଦାନ୍ତ ଘଷି ଖାଇବି ଦାନ୍ତ ଘଷି ପଳେଇ ସେ ଖାଇଦେଇ ବସି ଏଡ଼ିଟିଂ କରିବା ସେଇଟା ଦାନ୍ତ ଘଷି ମୁଁ ଖାଉଥିଲି ଖାଇକା ମାନେ ଅଧା ଏଡ଼ିଟିଂ କରିଦେଲି ବାହାରେ ମାନେ ଅଧା ଅଛି ଆହୁରି ଅଧା ଅଛି ଅଧାରୁ ଅଧା ଅଧିକ ଅଛି ଆଉ ଜଷ୍ଟ 2-3 ମିନିଟ୍ ପାଇଁ ମାନେ କରିଛି ଏଡ଼ିଟିଂ ଆଉ ଅଧା ଅଛି ତାହେଲେ ଏଠି କରିବି ଛାତ ଉଠେ ଛାତ ଯାଇ ବସିକି କରିବା। ମୁଁ ଛାତ ଉପରେ ଆସିକି ଭିଡ଼ିଓ ଏଡ଼ିଟିଂ କରି ଅପଲୋଡ଼ ବି କରିସାରିଛି। ତ ଅପଲୋଡ଼ କଲା ଟାଇମ୍ରେ କିଛି କ'ଣ କରିବା ମାନେ ଭିଡ଼ିଓ କରିହେବନି ଅପଲୋଡ଼ କରିବି ମାନେ ଇଏ ହେଇଯିବ ତ କଟିଯିବ ସେଇଥିପାଇଁ ମୁଁ ଅପଲୋଡ଼ କରି ମୋବାଇଲ୍ ରଖିଦେଇ କାମ ଛାତରେ କ'ଣ କରିଥିଲି ଦେଖ। ଛୁଆବେଳରେ ଏବେ ଘର ସବୁ କରନ୍ତି ମୁଁ ଜାଣିଛି ଦେଖିଥିବେ ଆପଣମାନେ ଯାହା ବି ହେଲେ ଛୁଆମାନେ ଏମିତି ଛୋଟବେଳର ଦିନ କଥା ମନେ ପଡ଼ିଗଲା ଆଜି ତ ଘର କରିଦେଲି ଗୋଟେ ଛୋଟବେଳେ କେତେ ଛୁଆ ଏମିତି କେତେ ଘର ସବୁ କରି ସବୁ ମାନେ ରୁହନ୍ତି ତଳେ ଉପରେ ମାନେ ଦୋକାନ ବି କରନ୍ତି ଏମିତି ପକେଇ ସବୁ ଶାଢ଼ୀ ମାଡ଼ି ତ ମୁଁ ସେୟା କରିଦେଲି ଛାଇ ହେଇଛି ମାନେ ବସି ଶୋଇବା ପାଇଁ ତ ଏଇଟା କଲି ଆଉ ବୋଉ ବି ପଳେଇବ ଏଇନା ସ୍କୁଲ ଯାଇଥିଲା ବୋଉ ସ୍କୁଲରୁ ଆସିକି ଏଇନା ମାମୁଁ ଘରୁ ପଳେଇବ କାରଣ ମାମୁଁ କୁଆଡ଼େ ଯିବେ ବୁଲିବାକୁ ହରିହାଟ ଗୋଟେ ହେଉଛି ଇଆଡ଼େ କୋଉଠି ହରିହାଟକୁ ସେ ପଳେଇବ ମୁଁ ଏଇନା ଘରେ ଖାଇବା ବି ଅଛି ମାଛ ତରକାରୀ ଯାଏ ଖାଇବି ସେ ବୋଉ ପଳେଇବ ଏଇନା ଆଇଛନ୍ତି ମାମୁଁ ପଳେଇବେ ଆଉ ଏଇନା ଉପରେ ବସି ବସିବା ଭଲ ଲାଗୁନି ବୋଉ ବି ପଳେଇଲା ମାମୁଁ ଘରୁ ମାମୁଁ ଆଇଥିଲେ ନେବାକୁ ତ ବୋଉ ପଳେଇଲା ମୁଁ ଭଲ ଲାଗୁନି ଆଉ ତଳକୁ ପଳେଇବି ଚାଲ ତଳକୁ ଯାଇକି ଅଳ୍ପ ସମୟ ରହିକି ବସିକି ଆସିବା ତାପରେ ଉପରକୁ। ମୁଁ ଛାତ ଉପରେ ଅଛି କିଏ ଦେଖୁନା ଘରେ ପଶିଲା ଆଜ୍ଞା କବାଟ ଦେଇ ପଳେଇଛି। ଲାଇନ୍ ଅଛି ଲାଇନ୍ ଅଛି ପଳେଇଲା କହୁଥିଲି ଯୋଉ ଆଉ ଟିକେ ଯାଉ ଛାତକୁ ଯିବା ଆଉ ତ ଗାଇସ୍ ଏଇନା ଭୋକ କଲା ଟାଇମ୍ 8:30 ବାଜିଲାଣି ତ ମାଉସୀ କାଲି କ୍ଷୀର ଆଣିଥିଲି ଆହୁରି ମୁଢ଼ି ଅଛି କ୍ଷୀର ମୁଢ଼ି ଚାଲ ଖାଇବା ନେଇକି ଛାତକୁ ଯିବା ଛାତରେ ବସିକି ଖାଇବା ଯାଇକି ତ ସେଇଟା ଖାଇସାରିଲି ମୁଁ ମୁଢ଼ି କ୍ଷୀର ତ ମାନେ ମୋ ମୋବାଇଲରେ ଦେଖିଥିଲି ଇନଷ୍ଟା ୟୁଟ୍ୟୁବ୍ ଦେଖୁଥିଲି ଟିକେ ଖରା ମାନେ ପଡ଼ିଛି ମୁଁ ଏ ସାଇଡ଼୍ରୁ ମାନେ ମାରିନି ମାନେ ଏଠି ମାରିଛି ଯେଉଁ ଶାଢ଼ୀ ଇଏ ଉପରେ ଏଇ ସାଇଡ଼୍ରେ ମାରିନି ତ ଫାଙ୍କା ପୁରା ଖରା ପଡ଼ିଛି ସେଇ ସାଇଡ଼୍ରେ ଦେଖାଉନି କିଛି ସ୍କିନ୍ ତଳକୁ ସେଥିପାଇଁ ପଳେଇବା ଭାବୁଛି ଚାଲ ଗାଧେଇବି ଆଉ ଟିକେ ପରେ ନା 1 ବାଜିଲାଣି 1 ବାଜିବ 1 ଚାଲ ପଳେଇବା। ଗାଇସ୍ ଟାଇମ୍ ଆସିଲାଣି ଏବେ 1:15-20 ହେଲାଣି ଗାଧେଇନି ପର୍ଯ୍ୟନ୍ତ ତ ଗାଧେଇ ପଳେଇ ଆସିବା ତାପରେ ଖାଇବା ଭାତ ମାଛ ଅଛି ତରକାରୀ କରିଥିଲି ସକାଳେ ଚାଲ ଖାଇଦେବା ଆସିକି ଗାଧେଇକି ଆଉ ଗାଇସ୍ ଟାଇମ୍ ଆସିକିନା 2ଟା ବାଜିଲାଣି ତ ମୁଁ ଗାଧେଇକି ଆସିସାରିଛି ଏବେ ଭୋକ ବି କଲାଣି ଖାଇଦେବା ଚାଲ ମାଛ ଆଉ ଭାତ ଅଛି ଗରମ ଭାତ ଅଛି ପଖାଳ ଭାତ ଅଛି ଆଜି ପଖାଳ ଭାତ ଖାଇବା ଚାଲ ଛାତକୁ ନେଇଯିବା ସେ ଯେଉଁ ମୋ ଘର ଯେଉଁ ସେଇଠି ବସିକି ଖାଇବା ଚାଲ। ତ ଗାଇସ୍ ମୁଁ ଛାତରୁ ଖାଇବା ନେଇକି ଆସିଲା ବେଳକୁ ଦେଖ ଏଠି କ'ଣ ଭାଙ୍ଗିକି କେମିତି ହେଇଛି ମାନେ ପବନ ଦେଇକି ଗଳି ହିଁ ପଡ଼ିଥିଲା ଏବେ ଏଇ ସିଧା କଲି ଆଉଥରେ ଭଲକି ରଖିଲି ତଥାପି ଭଲକି ବି ରହିନି ଖାଲି ବତା ଦିଟା ଠେସା ମାରି ରଖିଛି ଏଠୁ ଗୋଟେ ବାଉଁଶ ବତା ସିଏ ରହିବ କ'ଣ ସେଆକୁ ଗଳି ପଡ଼ିଛି ତ ଚାଲ ଖାଇଦେବା ଆଉ ଖାଇଦେବା ଖାଇଦେଇକି ତଳୁ ନାଇଟ୍ ବସିବା ତଳକୁ ଯିବାନି ଯାଇ କଂସା ଥୋଇ ଦେଇ ଖାଲି ପଳେଇ ଆସିବା ପୁଣି ଉପରକୁ ଆଉ ଗାଇସ୍ ମୁଁ ଏଇନା ଖାଇସାରିଛି ଯାଇ ତଳକୁ ଯାଇ ଟ୍ୟୁବୱେଲରେ ଧୋଇ ଧାଇକି ବାସନ ଯେଉଁ କଂସା ଆଣିଥିଲି ତାଟିଆ ଧୋଇଦେଲି ଧୋଇ ଦେଇ ପୁଣି ପଳେଇ ଆସିଲି ତ ଖରା ବି ଆଜି ଏତେ ହେଇନି କାଉଁଳିଆ ପାଗ କରିଛି ବସିବା ଶୋଇବା ଟିକେ ବୋଉ କତିକି ଫୋନ୍ କରିଥିଲି ବୋଉ କହିଲା ସିଏ ଯାଇ ପହଞ୍ଚି ସାରିଲେଣି ପହଞ୍ଚିକି ବୁଲୁଛନ୍ତି
ଆସିବେ ସନ୍ଧ୍ୟା ହେଇଯିବ ଆଉ ଟାଇମ୍ ଆସି ବାଜିଗଲାଣି 3:30 ବାଜିଲାଣି ତ ମୁଁ ଉପରେ ବସି ଅଛି ମୋବାଇଲ ଦେଖିବାକୁ ଭଲ ଲାଗୁନି ଚାର୍ଜ ବି ନାହିଁ ତ 30% ଅଛି ତଳକୁ ପଳା ତଳ ଟିକେ ଚାର୍ଜ ବସେଇଦବା ବହୁତ ଆସିବ ଆଉ ଘଣ୍ଟେ 2 ଘଣ୍ଟା ପରେ ବୋଧେ ଯିବା ତଳକୁ ଆଉ ମାନେ କେତେ 20 ଦିନ ଉପରେ ହେଲାଣି ବ୍ଲଗ୍ 20ଟା ଉପରେ କଲିଣି ତ ମୁଁ ହାତରେ ହିଁ ମୋବାଇଲ ଧରିକି କରିଛି ମାନେ ବ୍ଲଗ୍ ସେଇଥିପାଇଁ ମୁଁ ଭାବୁଛି ଗୋଟେ ଯେଉଁ ଦେଖିଥିବେ ଷ୍ଟିକ୍ ଗୋଟେ ଥାଏ ଯେଉଁ ଧରିକି ବ୍ଲଗ୍ କରାଯାଏ ଦୂର ଦେଖାଯାଅ ଫ୍ରେମ୍ ବି ପଛ ପାଖି ଦୂରକୁ ଆସିବ ତ ଏଇଟା ମୁଁ ଯାଉଛି ଭାବୁଛି ଫ୍ଲିପକାର୍ଟରୁ ଅର୍ଡ଼ର କରିବି ନହେଲେ ମିଶୋରୁ କେତେ କ'ଣ ପ୍ରାଇସ୍ ରହୁଛି ଦେଖି ଚାଲ ଅର୍ଡ଼ର କରିବା ଗୋଟେ କ'ଣ କେତେ ରହୁଛି ଦେଖିବା ମୁଁ ମାଉସୀରୁ କଦଳୀ ଆଣିଥିଲି ଯାଇଥିଲି ଯୋଉ ଲାଇଟ୍ ଦେଖାଉନି ମାରେ ତ ସକାଳୁ ଖାଇସାରିଲିଣି କେତେ 3ଟା 4ଟା ଅନ୍ତର ମୁଁ ନା ଆଣିଲି ସେଦିନ ସାଇକେଲ ଆଣିଥିଲି ସାଇକେଲ ସବୁ ଚାପି ହେଇକି ମାଡ଼ ହେଇଯାଇଛି ସବୁ ମାନେ ଟିକେ ଛେଚା ଏଇ ଟାଇପ୍ର ହେଇଯାଇଛି ସେଇଟା କଦଳୀ ଖାଇଯାଇଛି ଚାର୍ଜ ଜମା ନାହିଁ ମୋବାଇଲରେ 30% ଚାର୍ଜ କାହିଁକିନା 4ଟା ବାଜିଲାଣି ଟାଇମ୍ ବି ଆସି ଆମ ଏଇ ପାଖରେ ସ୍କୁଲ ଛୁଆ ଗଲେ ସବୁ ଦେଖିଲେ ଟାଇମ୍ 4ଟା ବାଜିଲାଣି ତ ମୁଁ ଚାର୍ଜ ଟିକେ ବସେଇ ଦେଇ ଭାବୁଛି ନା 30% ଅଛି ରାତି ପାଇଁ ପୁଣି ଏଡ଼ିଟିଂ ଫେଡ଼ିଟିଂ କଲାବେଳକୁ ଚାର୍ଜ ହେବନି ତ ଚାର୍ଜ ବସେଇ ଦେଇ ଭାବୁଛି ଚାଲ ଅଧଘଣ୍ଟା ପାଇଁ ହେଇଯିବ 100 ବସେଇଦେବା ଆଉ ପ୍ରାୟ ସେଇନା ଆସି ଟାଇମ୍ ହେଲାଣି 4:30 5ଟା ବାଜିବ ଚାର୍ଜ ବସେଇ ଦେଇଥିଲି ମୋବାଇଲ ଭୋକ କଲା ଟିକେ କ୍ଷୀର ଥିଲା ଯେ ମୁଁ ନିଆଲି ଟିକେ ପିଠା ଗୋଟେ କରିଦେଲି ଆଣା ଥିଲା ଗୁଡ଼ ପକେଇଦେଲି କ୍ଷୀର ଠାରୁ ମୋତେ ଗୁଡ଼ ପିଠାରେ ବାଗିଆ ଲାଗେ ମୋତେ ପୁରା ଖାଇବା ଗୁଡ଼ ନହେଲେ କେବେ ଭଲ ଲାଗେ ମୋତେ ତ ଭଲ ଲାଗେ ଚାର୍ଜ ହେଇନି ତଥାପି ହେଇଛି 60-70 ମୁଁ ଖାଇଦେବି ବସେଇଦେବା ପୁଣି ଆସିନି ପର୍ଯ୍ୟନ୍ତ ଆଉ ଯେଉଁ ଆସିବ ମୁଁ ଫୋନ୍ କହିଲା ଆଉ ଯେଉଁ ଅଧା ବାଟ ହେଲେଣି ଆଉ ଆସିବ hush hush ତ ମାଙ୍କଡ଼ ମାନେ ଖେଦିଲେ ମୁଁ ଯେଉଁ ଦେଇ ଯାଇ ତିଳ ଦେଇ ମାଙ୍କଡ଼ ମାନେ ତା ଛୁଆ ଗଳି ପଡ଼ିଲା ଛାତ ଉପରୁ ତାକୁ ଗୋଡ଼ ଦେଉଛି ମୁଁ ଦେଇକି ଭାଇଲା ଇଏ ନେଇଗଲା ବୋଲି ନା କ'ଣ ହେଲା ତା ଛୁଆ ଗଳି ପଡ଼ିଲା ସିଏ ଭାବୁଛନ୍ତି ତୁ ଇଏ କଲୁ ବୋଧେ ଆଉ ସିଏ ଭାବୁଛନ୍ତି ତୁ ଇଏ କଲୁ ବୋଧେ ଏତିକି କହିଛି ତ ଓହ୍ଲେଇକି ମତେ ଏଇଠି ଥିଲା ନା କ'ଣ ମତେ ମୋ କତିକି ଧରୁଛି କ'ଣ କହୁଛୁ ତ ଗାଇସ୍ ନା କ'ଣ କହିବି ଦେଖି ମାନେ ଏପଟେ ତାଲା ପଡ଼ିଛି ମୁଁ ଯିବି ବୋଲି ଦେଇ ମାନେ ହାଉଳି ଖାଇଲା ଇଲୁ ମାଲ ମାନେ ମାଙ୍କଡ଼ କାମୁଡ଼ି ଦେବ ଏଇକାଳେ ତା ଛୁଆ ଆମ ସେଇ ସାଇଡ଼୍ରେ ବଇଛି ଛାତ ସାଇଡ଼୍ରେ ଗଳି ପଡ଼ିଲା ମାଙ୍କଡ଼ ଛୁଆ ସେ ତ ମାଙ୍କଡ଼ ମାନେ ଭାବିଲା ଇଏ ଦେଇ ଯେମିତି ବଇছিଲୁ ଗଳି ପଡ଼ିଲା ମାଙ୍କଡ଼ ତାକୁ ଗୋଡ଼େଇ ତାକୁ ମାନେ କାମୁଡ଼େ ବୋଲି ମତେ ଏ ବାଡ଼ି ଧରି ସିଆଡ଼ୁ ପଳେଇଲା ସେ ତା ଛୁଆ ତଳେ ପଡ଼ିଲା ଯୋଉ ଧରି ନେଇ ପଳେଇଲା ସିଆଡ଼ୁ କ'ଣ କହିବ ତମେ ସେଇଟା ଯାହା ହେଲା ଆମେ ପିଠା ମୁଁ ଖାଉ ଯାଇଛୁ ଠିକ୍ ଏକାଥରେ ଛାଡ଼ ଚାଲ ଯାଇକି ଚାର୍ଜ ବସେଇଦେବା ଟାଇମ୍ ବାଜିଲାଣି ଆସିକି 8ଟା ତ ମାମୁଁ ଘର ଆସିସାରିଛି ଆମର ଯାଇଥିଲା ଯୋଉ ବୁଲିବା ଯୋଉଠି ହରିଆଟା ଯାଇଥିଲା ଆଣିଛି ଦେଖ କ'ଣ ସବୁ ଯୋଉ ଗୋଟେ କଞ୍ଚା ଟାଇପ୍ର ଗୋଟେ ଆଉ କ'ଣ କଂସା ହରିଆ କଷା ମଶା ଆଣିଛି ତାଟିଆ ଆଣିଛି ହଉ ମୁଁ କହିଥିଲି ମକା ଆଣିବା ପାଇଁ ଯାହା ଆଣିଛି ମକା ଆଉ ଦୋକାନରୁ ଆଜି ଆଣିଥିଲା ବରା ଚପ୍ ହରିଆ ମକା ଆଣିଛି ଫଳ ଆଣିଥିଲା ଏଥିରେ ଆହୁରି କମଳା ବି ଆଣିଛି ଥାଉ ସକାଳ ଖାଇବା ଗୋଟେ ମକା ଆଉ ଯୋଉ ଚପ୍ ବରା ଆଣିଛି ଖାଇଦେବା ମକା ଆଣିଛି ବୋଉ ମାନେ ଶୁଖି ଯାଇଛି ମକା ମାନେ ବାଟର ଆଣିଛି 1.5 ଘଣ୍ଟା ବାଟର ଶୁଖି ଯାଇଛି ଭଲ ଲାଗୁନି ମସଲା ପଡ଼ିଛି ଟିକେ
ଭଲ ଲାଗୁନି ବା। ତ ଗାଇସ୍ ଏଇନା ମୁଁ ମକା ଆଉ ଯୋଉ ବରା ଫରା ଆଣିଥିଲା ଖାଇଦେଲି। ବୋଉ ତାର ଖାଇକି ଆସିଲା ସେ ତାର ଖାଇଦେଲି। ପିଠା ଥିଲା ଆଣ କ୍ଷୀର ବି ଅଛି ପିଇବି। ସେ ପିଠା ଥିଲା ଆଣ ତାର କରି ଗୋଟେ ଖାଇଦବ। ସେ ଖାଇକି ଆଇଛି ତାର କଣ ଭୋକ ଅଛି ଖାଇବାକୁ ଛୋଟେ କରି ତାର ଖାଇବ। ମୁଁ ଖାଇସାରିଲି। କ୍ଷୀର ଅଛି କ୍ଷୀର ଅଛି ପିଇ ଟିକେ କ୍ଷୀର କ୍ଷୀର ନେଇ ଆଇଲି। ଚିନି ପକେଇ ଦେଇଛି। ଗୁଡ଼ ଦ୍ୱାରା ଟିକେ ଏବେ ସାଙ୍ଗେ ସାଙ୍ଗେ ଗରମ କଲା ବୋଉ ତ ସେଥିପାଇଁ ଧୂଆଁ ବାହାରୁଛି ପୁରା। ମୁଁ ଖାଇଦେଲି ମକା ଆଉ ବରା ମୁଁ ଖାଇଦେଲି ପିଠା କରି ତ ସିଏ କରିକି ଖାଉଛି ମୁଁ ଖାଇନି ଖାଇଛୁ କ୍ଷୀର ପିଇ ଖାଇ ଶୋଇ ପଡ଼ିଆ। ମୁଁ କହିଥିଲି ଦିନରେ ଏଣ୍ଡ କରିଦେବି ବ୍ଲଗ୍ ଖାସ୍ ବୋଉ ପାଇଁ ରହିଥିଲି ଆଣିବା କ'ଣ ଦେଖିବେ ଆପଣଙ୍କୁ ପାଇଁ ରହିଥିଲି। କାଲିଠାରୁ ହେଲେ 4ଟା 5ଟା ବେଳୁ ବ୍ଲଗ୍ ଖତମ ସରିଯିବ। ସାରିଛି ମୁଁ ବୋଉ ଏଇନା ଖାଇବ ତାର କରିଦେଇଛି ପିଠା କରିଦେଲା କ୍ଷୀର ଅଛି ସେ ଖାଇବ। ତ ଏଇଟା ଲୁଗା କୋଉଠି ରଖିବି ଆଜିର ବ୍ଲଗ୍ ଏଠି ଏଣ୍ଡ କରିଛି। ଭଲ ଲାଗିଥିଲା ଗୋଟେ ଲାଇକ୍ ସବସ୍କ୍ରାଇବ କରିବା ଭୁଲିବେନି। ଥ୍ୟାଙ୍କସ୍ ଫର ୱାଚିଂ।